ଗୋଟେ ନିଜ ଲାଇଫ ଅଛି, ନିଜ ଲାଇଫ କୁ ନିଜ ଆଖିରେ ଜମା ଦେଖି ପାରୁନା, ସେ କୋଉ ଲେନ୍ସ ଲଉ ଦ୍ୟାଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ। ଆମେ ଗୋଟେ ଲେନ୍ସ ଭଳିଆ କାମ କରେ ଫ୍ରେଣ୍ଡସ୍, ଆମ ଆଖି ଗୋଟେ ଲେନ୍ସ ଭଳିଆ କାମ କରେ ନିଜ ଲାଇଫ କୁ ନିଜେ ଚିହ୍ନିବା ପାଇଁ ହେଲା। ତ କିଛି ନହେଲେ ନିଜ ଫ୍ୟୁଚର ଜେନେରେସନ୍ ଗାଇଡ୍ କରିପାରିବେ ଯେ କୋଉ ବାଟରେ ଯିବା ନିହାତି ଦରକାର। ଯେମିତି ଏଠି ନିରାକାର ସାର୍ କହୁଥିଲେ ଆମେ ୱେଟ୍ କମେଇଲା ମାତ୍ରେ ଲୋକ ପଚାରୁଛନ୍ତି କ'ଣ ହଉଛି କି କ'ଣ ନାହିଁ, ନା ମୁଁ 12 କିଲୋ ୱେଟ୍ କମେଇ ପାରୁଛି ନା, ଆମେ କେମିତି କମେଇବା। ମୁଁ ଦୁଇଟା ଇନଷ୍ଟାନ୍ସ ଆପଣଙ୍କୁ ଦେବି। ଜଣେ ଆମର ଜୈନିକ ଓକିଲ ଅଛନ୍ତି, ଭେରି ସକ୍ସେସଫୁଲ ଲୟର, ଆଲୋକ ଭାଇ ତାଙ୍କୁ ଜାଣନ୍ତି ମଧ୍ୟ। ତ ସେ ମୋତେ ହଠାତ୍ ଆସି କହିଲେ ଶ୍ରୀକାନ୍ତ ମୋ ବଡି କି ଗାଇଡ୍ କରିପାରିବ। ଆଲୋକ ଭାଇ ଜାଣିଛନ୍ତି, ମୁଁ ତା ସହିତ କଥା ବି କହୁଥିଲି, ବୋଲେ ହଠାତ୍ ମୋତେ ଆସି କହୁଥିଲେ ମୋ ବଡି କି ଗାଇଡ୍ କରିପାରିବ। କାହିଁକି କହିଲେ? ବିକଜ ସେ ଜାଣିଛନ୍ତି ଏମାନେ ଗୋଟେ କିଛି କରୁଛନ୍ତି, ସେମାନେ ସେ ଲାଇନ୍ ନାହାନ୍ତି। ଆମେ ଆମ ଓକିଲାତରେ ବହୁତ ଲୋକ ଓକିଲାତରେ ଆସି ବୁଲନ୍ତି, କିଛି ଜାଣନ୍ତିନି। ବଡ଼ ଲୋକ ବି ଅଛନ୍ତି, ଏଇ ସେ କ'ଣ ଓକିଲ ତାକୁ ପଚାରି ଦଉନ କ'ଣ ହେଇଛି। ସେଯାକ ଲୋକ ଜାଣନ୍ତୁ ଏମାନେ ହେଲ୍ଥ ଆଣ୍ଡ ୱେଲନେସ୍ କାମ କରୁଛନ୍ତି। କିଛି ନହେଲେ ଆପଣ ଆଗ ଦୀପଦ ପଚାର ତୁମେ ସେ ହେଲ୍ଥ ଲାଇନରେ କାମ କରି କହୁନ ମୋର ପାଇଁ ଏମିତି ହଉଛି। ଲୋକଙ୍କୁ ମେସେଜ ଗୋଟେ ଯାଉ ଯେ ମୁଁ ହେଲ୍ଥ ଆଣ୍ଡ ୱେଲନେସ୍ ସେକ୍ଟରରେ ସିନସିୟରଲି ମୁଁ କାମ କରୁଛି। ହେଲ୍ଥ ଆଣ୍ଡ ୱେଲନେସ୍ ମୁଁ ସିନସିୟରଲି କାମ କରୁଛି, ମୋ ହେଲ୍ଥକୁ ମୁଁ ଚେଞ୍ଜ କରୁଛି, ମୋ ଫ୍ୟାମିଲିର ହେଲ୍ଥକୁ ମୁଁ ଚେଞ୍ଜ କରୁଛି। ବି ସିଓର ଆପଣଙ୍କ ଘରେ କେହି ନା କେହି ଆସି କବାଟ ବାଡ଼େଇବେ। ଯେ ଡାକ୍ତର ଘରେ ଯାଇ ଲୋକ କବାଟ ବାଡ଼ାନ୍ତି, ସେମିତି ହେଲ୍ଥ ଆଣ୍ଡ ୱେଲନେସ୍ ଉପରେ କାମ କରୁଥିବା ଲୋକଙ୍କ ଘରେ କବାଟ 100% ଜମା କଲିଂ ବେଲ୍ ମାରିବେନି, କବାଟ ବାଡ଼େଇବେ, ପ୍ଲିଜ ପ୍ଲିଜ ଖୋଲନ୍ତୁ ଖୋଲନ୍ତୁ ଖୋଲା ମରିବାକୁ ପଡ଼ିବ ଲାଇକ୍ ଦିସ୍। ବୁଝିପାରିଲେ ନାହିଁ? ସୋ ଏଇଟା କରିବା ପାଇଁ ପଡ଼େ। ସେକେଣ୍ଡ ଫ୍ରେଣ୍ଡସ୍, ଆଉ ଥରେ ମୁଁ ଜଷ୍ଟ ମୋ ଗାଡ଼ି ଥୋଇକି ମୁଁ କୋର୍ଟ ଭିତରକୁ ଯାଉଛି, ଆମର ଜଣେ ଜଜ୍ ମୋତେ ଦେଖିକି ଟିକେ ଆଗ କଥା ଅଛି। ମୁଁ ସାର୍ କୁହନ୍ତୁ କ'ଣ କଥା? ନା ଆପଣଙ୍କୁ କିଛି ଡିଜିଜ୍ ଫିଜିଜ୍ ହେଲାଣି କ୍ରୋନିକ୍ ଡିଜିଜ୍? ମୁଁ ନାହିଁ ସାର୍ ମୋତେ କିଛି ହେଇନି। ନା ଆପଣ କ'ଣ କରୁଛନ୍ତି ବା? ମୁଁ କହିଲି ନାହିଁ ତ ସାର୍। ନା ଆପଣ ବା ସେ ଯେଉଁ ହର୍ବାଲ ଲାଇଫ୍ ନା ଗୋଟେ କ'ଣ? ମୁଁ ନାହିଁ ସାର୍ ମୁଁ ଆମୁଏ କରେ। ମୁଁ ଆଜ୍ଞା ମୁଁ ଆମୁଏ କରେ। ନା ହଁ ହଁ ମୋତେ ଯେ ଡିଷ୍ଟ୍ରିକ୍ଟ ସାର୍ କହୁଥିଲେ ଯେ ଆପଣ ଆମୁଏ କରନ୍ତି ବୋଲି। ମୋର ଟିକେ ବ୍ରୋଙ୍କାଇଟିସ୍ ରହୁଛି, କ'ଣ ଖାଇଲେ କହିଲେ ପୁରା ଭଲ ହେଇଯିବ। ତ ୟୁ ସି ଲୋକ ଆମ ବିଷୟରେ କଥାବାର୍ତ୍ତା ହେଲେଣି, ହେଇପାରେ ଆମ ମୁହଁରେ କହୁନାହାନ୍ତି। ବି ସିଓର ଆପଣ ଆମୁଏ କରୁଛନ୍ତି ମାନେ ଆପଣଙ୍କ ବିଷୟରେ ଲୋକ କଥା ହଉଛନ୍ତି। ଜମା ଭାବିବେନି ଯେ ସେ ଆମକୁ ପଚାରୁନାହାନ୍ତି, ଆଭଏଡ୍ କରୁଛନ୍ତି, ଜମା ସେମିତି ଭାବିବେନି। ବିକଜ ଆପଣ ଆମୁଏ କରୁଛନ୍ତି ମାନେ ତିନିଟା ଜିନିଷ ଆପଣ କନସିୟସ୍। ଗୋଟେ ହେଉଛି ଡ୍ରେସିଂ ସେନ୍ସ, ସେକେଣ୍ଡ ହେଉଛି ଟକିଂ ସେନ୍ସ, ଥାର୍ଡ ହେଉଛି ବିହେଭିୟରାଲ ସେନ୍ସ। ଇଏ ତିନିଟା ଜିନିଷରେ ମଣିଷ ଫରକ ହବ। ଆପଣ ଯେତେବେଳେ ଦେଖିବେ ଆମୁଏ ବିଜନେସ୍ ଅଛନ୍ତି, ଏନି ମିଟିଂ କି ଯାଆନ୍ତୁ, ଆପଣ ଟିକେ ଡ୍ରେସିଂ ସେନ୍ସରେ ଗୁରୁତ୍ୱ ଦେବେ। ମୁଁ ଟିକେ ଆର୍ଟିଷ୍ଟ ପାଇଁ ମାରି ହେଇକି ଯାଉଛି ନା ନାହିଁ, ମୁଁ ଟିକେ ଭଲ କି ନିଜକୁ ପ୍ରିପେୟାର, ଡ୍ରେସ୍ କୋଡ୍ ମୋର ଠିକ୍ ଅଛି କି ନାହିଁ। ନମ୍ବର 2, ନମ୍ବର 3 ଟିକେ ପ୍ରୋଟିନ୍ ହେନ୍ତରେ ଖାଇକି ଯାଏ। ବିକଜ ମୁଁ ଠିଆ ବି ମୁଁ ପ୍ରୋଟିନ୍ ଖାଇଛି ତ, ମୁଁ ଡେଲି ଗୋଟେ ଖାଇକି ଆସିଛି ତ, ବେଷ୍ଟ ସପ୍ଲିମେଣ୍ଟ ଖାଇକି ଆସିଛି ତ, ବେଷ୍ଟ କିଛି ମୋ ସ୍କିନ୍ରେ ଲଗେଇକି ଆସିଛି ତ, ମୁଁ ବ୍ରେଷ୍ଟ ଟେଷ୍ଟ ଅଫ୍ ହେଇଛି ତ। ଇଏ ଆପଣଙ୍କୁ ଫରକ ଆଣିବେ। ଦ୍ୱିତୀୟରେ କଥାବାର୍ତ୍ତା କରିବେ, କାହାକୁ ଗୋଟେ ଥ୍ୟାଙ୍କ ୟୁ କହିବା, କାହାକୁ ଗୋଟେ ଗ୍ରାଟିଚ୍ୟୁଡ୍ ଦେଖେଇବା, କାହାକୁ ଗୋଟେ ନମସ୍କାରଟେ କରିବା, କାହାକୁ ଭଗବାନ ମୁଁ ଭଗବାନ ପ୍ରେ କରୁଛି ଆପଣ ଭଲରେ ରୁହନ୍ତୁ ସୁସ୍ଥ। ଏଇସବୁ ଯେଉଁ ଜିନିଷ ପଜିଟିଭିଟି, ଇଏ ଆମମାନଙ୍କୁ ଅଲଗା କରିଦିଏ ଅନ୍ୟମାନଙ୍କ ଠାରୁ। ଆଣ୍ଡ ଥାର୍ଡ ଇଜ୍ ୟର୍ ବିହେଭିୟର, ଆମ ଟକିଂ ପ୍ୟାଟର୍ନ। ଯେଉଁ ଆମେ କଥାବାର୍ତ୍ତା କଲେ ବିହେଭିୟର ପ୍ୟାଟର୍ନ, ଆମେ ଯେଉଁ ବିହେଭ୍ ଦେଖାନ୍ତି, ଯେମିତି ଆମେ କହୁଛନ୍ତି ଆମେ ଆମ ବିଜନେସରେ ଲେଡିଜ୍ ଆଣ୍ଡ ଜେଣ୍ଟସ୍ ଏଭ୍ରିବଡି ଦେ ଆର୍ ସିକ୍ୟୁର୍ଡ। ଲେଡିଜ୍ ମାନେ ସବୁଠୁ ବେଟର ସିକ୍ୟୁର୍ଡ ଇନ୍ ଆୱାର ବିଜନେସ୍। ଆର ରିଜିନ୍ କ'ଣ ହେଉଛି? ଆର ବିହେଭିୟରାଲ ପ୍ୟାଟର୍ନ। ये तीनोटी जिनस केबे भी अमालगामेशन करेनि, अपमिश्रण करेंगे ना। जदि एड़ा मिसीमासी गला ना, जाने कि आमे बाहर दुनिया किसी फरक रही। ये तीनोटी जिनस आमर गोटे नुआ आइडेंटिफिकेशन तैयारी करे सोसाइटी। देखो दिस आर अमूय पीपल, दे आर ड्रेसिंग सेंस, टकिंग सेंस एंड बिहेवियरल सेंस सब बेले अलगा। एवं से माने हेल्थ ऊपर बहुत कॉन्शियस होती, लोकों ऊपर बहुत कथा सफलता पर नहीं कथबार्ता करती, निज जीवन को बेटर करने खुशी रखा शांति काम करती। एंड 100% पीपल विल कम एंड दे विल नॉक योर डोर। से आसबे आपण डोर को 100% नॉक करेंगे। बिकॉज वी आर इन सच ए बिजनेस आमे 150 कोटी न 850 कोटी लोक काम आसवा। एरकम फिलिंग्स के लेके हम काम करने पड़ो। आज आम जो जॉब कर प्रोफेशन कर 850 कोटी लोक काम आसवानी, बट आम आज जो बिजनेस अच्छा 100% 850 कोटी लोकंकर कामेरे आसीबा एवं सेमानक आशीर्वाद मध्य पाइबा। लास्ट मीटिंग नंद भाई गोटे कहले
ମୁଁ ଯାଇକି ବିକୁଛି ପ୍ରମୋଟ କରୁଛି ଡକ୍ଟରଙ୍କ ପାଖରେ ଆମର ଟ୍ରାଡିସନାଲ ମେଡିସିନାଲ ପ୍ରଡକ୍ଟସ ବଟ ମୁଁ ଚାହୁଁନି ଯେ ମୋ ଘରେ ମେଡିସିନ ଖାଆନ୍ତୁ। ମୋ ୱାଇଫ ପୋଲିସ ରେ କାମ କରୁଛି, କେସ୍ ସଲ୍ଭ କରୁଛି, କିନ୍ତୁ ସେ କେବେ ଚାହୁଁନି ମୋ ଘରେ କେସ୍ ହଉ। ବଟ ଆମେ ଆମରେ ଯାହା କରୁଛୁ ଆମ ଘରେ ପ୍ରଭୁ ଏଇଆ ହିଁ ହଉ କଣ ନା ମୋର ଶାନ୍ତି ରହୁ, ଖୁସି ରହୁ, ସୁସ୍ଥ ରହୁ, ଆମେ ସେଇଟା ହିଁ ବାହାରେ କରୁଛୁ, ବାହାରେ ମଧ୍ୟ ସଲ୍ଭ କରୁଛୁ। ଦ୍ୟାଟ୍ ଇଜ ଦ ବେସିକ ଡିଫରେନ୍ସ। ଆମେ କୋର୍ଟରେ ଯାହା କରୁଛୁ ଆମେ କେବେ ଚାହୁଁନା ଆମ ଘରେ ସେଇଟା ହଉ, ବଟ ଆମେ ଯୋଉଟା ଆମରେ ବାହାରେ କରୁଛୁ ଆମେ ସେଇଟା ହିଁ ଚାହୁଁ ଆମ ଘରେ ହଉ, ଆମ ଘରେ ବି ହଉ, ଆମ ବାହାରେ ବି ହଉ। ଏଇ ଯୋଉ ମାନସିକତା ଯୋଉ ଭିତର ବାହାର ଯୋଉ ସମାନ ଇଏ ଗୋଟେ ଆମକୁ ଡିଫରେଣ୍ଟ ପର୍ସନ କରିପାରିବ। So always focus on all these things that ये business इतने honesty अच्छी and integrity अच्छी ताको excuse pattern रखते नहीं। जब मैं घंटे काम करी अध घंटा काम करी focus on it। मुझे किमिता काम करी किमिता को design करी इवली बारे में every day grow करी। every day is not a one day growth or 1 month growth or 1 year growth। every day मुझे किसी पढ़ी की हो, सुनी की हो, यूज करी की हो, कहा को दे की हो, किसी ना किसी में ग्रोथ पाइबे। यदि ग्रोथ पाइनी that day totally spoiled for ये मेंटालिटी रे काम करिबा। and जहां रजनीश सर कहिছে जे 36 यदि क्राउन एम्बेसडर बाहरिबे इंडिया रे तांकर प्लानिंग कमिंग 7 वर्ष भितरे तो एठी बस्ते 24 जन जागा 100% डायमंड प्लस निया दिते। इसे ग्यारंटी तो अलग से मेंटालिटी काम करते यदि सेमाने एते बडा आशा को हम छोटी आशा रे करि परिबा नै। ओके, सो इन दिस वे आई कंक्लूड। थैंक यू वेरी मच एंड गुड नाइट।